ଦିନକର କଥା। ଜଣେ ଧନୀ ବ୍ୟବସାୟୀ ନିଜ କାରରେ ଯାଉଥିଲେ। ହଠାତ୍ ତାଙ୍କର ନଜର ରାସ୍ତା କଡ଼ରେ ବସିଥିବା ଜଣେ ଭିଖାରୀ ଉପରେ ପଡ଼ିଲା। ସେ କାର୍ ଅଟକାଇଲେ, ଝରକା ଖୋଲି ପଚାରିଲେ, ଭାଇ, ତୁମେ ତ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଉଛ, ତେବେ ଭିକ ମାଗୁଛ କାହିଁକି? ଆଜ୍ଞା, ଗୋଟିଏ ମାସ ହେଲା କାମ ଖୋଜୁଛି, କେହି ଚାକିରି ଦେଉନାହାନ୍ତି। ପେଟର ଭୋକ ମୋତେ ଏଠାକୁ ଆଣିଦେଇଛି। ଯଦି ଆପଣ କୌଣସି କାମ ଦେଇଦିଅନ୍ତି, ମୁଁ ଆଜିଠାରୁ ଏ ଭିକ୍ଷା ଛାଡ଼ିଦେବି। ଧନୀ ବ୍ୟକ୍ତିଟି କିଛି ସମୟ ଚୁପ୍ ରହିଲେ। ତାପରେ କହିଲେ, ମୁଁ ତୁମକୁ ଚାକିରି ଦେଇପାରିବି ନାହିଁ, କିନ୍ତୁ ତୁମକୁ ମୋର ପାର୍ଟନର କରିପାରିବି। ଭିଖାରୀଟି ଆଶ୍ଚର୍ଯ୍ୟ ହୋଇଗଲା। ଧନୀ ବ୍ୟକ୍ତି କହିଲେ, ମୋର ଚାଉଳ ବ୍ୟବସାୟ ଅଛି। ତୁମେ ମୋ ଗୋଦାମରୁ ଚାଉଳ ନେଇ ବଜାରରେ ବିକ୍ରି କର। ମାସ ଶେଷରେ ଯେତେ ଲାଭ ହେବ ଆମେ ବାଣ୍ଟି ନେବା। ଭିଖାରୀଙ୍କ ମୁହଁରେ ବର୍ଷ ପରେ ହସ ଫୁଟିଲା। ପରଦିନଠାରୁ ସବୁକିଛି ବଦଳିଗଲା। ଭିଖାରୀ ଆଉ ଭିଖାରୀ ରହିଲା ନାହିଁ। ସେ ସକାଳୁ ରାତି ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ଲାଗିଲା। ଭଲ ଗୁଣବତ୍ତାର ଚାଉଳ, କମ୍ ଲାଭ, ଅଧିକ ଗ୍ରାହକ। ଧୀରେ ଧୀରେ ତା'ର ବ୍ୟବସାୟ ବଢ଼ିବାକୁ ଲାଗିଲା। ପ୍ରଥମ ଥର ପାଇଁ ତା ହାତରେ ଶତ ପରିଶ୍ରମର ଟଙ୍କା ଆସିଲା। କିନ୍ତୁ ମଣିଷର ସବୁଠାରୁ ବଡ଼ ଶତ୍ରୁ ବାହାରେ ନୁହେଁ, ନିଜ ମନ ଭିତରେ ଲୁଚି ରହିଥାଏ। ମାସ ଶେଷ ଆସିଲା। ଲାଭର ହିସାବ କରିବାର ସମୟ ଆସିଲା। ଠିକ୍ ସମୟରେ ଭିଖାରୀ ମନରେ ଲୋଭ ଜନ୍ମ ନେଲା। ସେ ଭାବିଲା, ପରିଶ୍ରମ ତ ସବୁ ମୁଁ କରିଛି, ଧନୀ ଲୋକଟି କିଛି କରିନାହିଁ, ତାକୁ 10% କାହିଁକି ଦେବି? ସେହି ମୁହୂର୍ତ୍ତରେ ସେ ନିଷ୍ପତ୍ତି ନେଇଗଲା ସତ୍ୟକୁ ଲୁଚାଇବାକୁ। ପରଦିନ ଧନୀ ବ୍ୟକ୍ତି ଆସିଲେ। ଭିକାରୀ ମିଛ କହିଲା, ଆଜ୍ଞା, ଏହି ମାସରେ ମୋର ବହୁତ କ୍ଷତି ହୋଇଛି। ଯେତିକି ଲାଭ ହୋଇଥିଲା ସବୁ ପୁରୁଣା ଋଣ ଶୁଝିବାରେ ଚାଲିଗଲା। ଧନୀ ବ୍ୟକ୍ତିଟି ନା ରାଗିଲେ ନା ତର୍କ କଲେ, ସେ କେବଳ ହସିଲେ ଏବଂ ଚାଲିଗଲେ। ଭିକାରୀ ଭାବିଲା ସେ ଜିତିଗଲା, କିନ୍ତୁ ପ୍ରକୃତରେ ସେ ସେହି ଦିନଠାରୁ ହାରିବା ଆରମ୍ଭ କରିଦେଇଥିଲା। ସେ ଭଲ ଭଲ ପୋଷାକ କିଣିଲା, ଦାମୀ ଖାଦ୍ୟ ଖାଇଲା, ସାଙ୍ଗମାନଙ୍କ ସହ ପାର୍ଟି କଲା। ଆଜିର ଖୁସି ପାଇଁ ସେ ଆସନ୍ତାକାଲିର ଭବିଷ୍ୟତକୁ ବିକ୍ରି କରିଦେଲା। କିଛି ମାସ ପରେ ଟଙ୍କା ଶେଷ, ବ୍ୟବସାୟ ଶେଷ, ସ୍ୱପ୍ନ ଶେଷ ଏବଂ ସେ ପୁଣି ସେହି ପୁରୁଣା ଜାଗାରେ ହାତ ପାତି ଭିକ ମାଗୁଥିଲା। କିଛି ଦିନ ପରେ ସେହି ଧନୀ ବ୍ୟକ୍ତି ପୁଣି ସେହି ରାସ୍ତାରେ ଯାଉଥିଲେ। ସେ କାର୍ ଅଟକାଇଲେ, ଝରକା ଖୋଲିଲେ ଏବଂ କହିଲେ, ଭାଇ, ମୁଁ ତୁମକୁ ଟଙ୍କା ଦେଇନଥିଲି, ମୁଁ ତୁମକୁ ଗୋଟିଏ ସୁଯୋଗ ଦେଇଥିଲି। କିନ୍ତୁ ତୁମେ ସୁଯୋଗକୁ ନୁହେଁ, କେବଳ ଟଙ୍କାକୁ ଦେଖିଲ। ଧନୀ ଓ ଗରିବ ମଣିଷର ସବୁଠାରୁ ବଡ଼ ପାର୍ଥକ୍ୟ ତାଙ୍କ ପକେଟରେ ନୁହେଁ, ତାଙ୍କ ବିଚାରଧାରାରେ ଥାଏ।